ତ୍ରିରଙ୍ଗା ଆକାଶରେ ଉଡୁଥିବା ଏହି ତିନି ରଙ୍ଗ ବିଶିଷ୍ଟ ପତାକାର କ'ଣ ଅଛି ମହତ୍ଵ? କାହିଁକି ଏହି ପତାକା ଆମର ଜାତୀୟ ପତାକା? କିଏ ଦେଇଥିଲେ ଏହାକୁ ଜାତୀୟ ପତାକାର ଆଖ୍ୟା? ମୋର ଅତି ଆଦରର ପିଲାମାନେ, ଆଜି ଆମେ ସେହି ତ୍ରିରଙ୍ଗା ପତାକା ବିଷୟରେ ଜାଣିବା। ପିଲାମାନେ, ଆଜିର ସକାଳ ଆମମାନଙ୍କ ପାଇଁ କେତେ ଉତ୍କଣ୍ଠାର ଦିନ କହିଲ? କେତେ ଆବେଗ, କେତେ ଉତ୍ସାହ ଆଉ କେତେ ଖୁସିରେ ଆମେ ଆଜି ତ୍ରିରଙ୍ଗା ପତାକା ତଳେ ଏକାଠି ହୋଇଛେ। ହେଲେ କ'ଣ ଅଛି ଏହି ତ୍ରିରଙ୍ଗା ପତାକାର ମହତ୍ଵ? କିଏ ଏବଂ କେବେ ପ୍ରଥମେ ଏହାକୁ ପ୍ରସ୍ତୁତ କରିଥିଲେ? କିଏ ଦେଇଥିଲେ ଏହାକୁ ଜାତୀୟ ପତାକାର ଆଖ୍ୟା? କେବେ ଏହା ସ୍ୱୀକୃତି ପ୍ରାପ୍ତ ହୋଇଥିଲା? କେଉଁ ଦିନଠାରୁ ଏହି ତ୍ରିରଙ୍ଗା ପତାକା ଆମର ଜାତୀୟ ପତାକା ରୂପେ ପରିଚୟ ପାଇଥିଲା? ଆଉ କ'ଣ ଏହି ନାରଙ୍ଗୀ, ଧଳା ଏବଂ ସବୁଜ ରଙ୍ଗର ପ୍ରତୀକ? କ'ଣ ସେହି ଅଶୋକ ଚକ୍ରର 24ଟି ସଂକେତ? ଆଉ ଡେରି ନକରି ଚାଲନ୍ତୁ ଭିଡ଼ିଓଟିକୁ ଆରମ୍ଭ କରିବା। ପିଲାମାନେ, ଦିନେ ନୁହେଁ କି 2 ଦିନ ନୁହେଁ, 1 ମାସ ନୁହେଁ କି 2 ମାସ ନୁହଁ, ଦୀର୍ଘ 200 ବର୍ଷ ଧରି ଇଂରେଜମାନଙ୍କ ଅତ୍ୟାଚାର ଆମେମାନେ ଶୋଷିତ ହୋଇ ଆସୁଥିଲେ। ଦେଶ ପାଇଁ ଶହୀଦ ହୋଇଥିବା ସେହି ବୀର ପୁରୁଷମାନଙ୍କ ପାଇଁ ଆଜି ଆମେ ମୁକ୍ତ ଆକାଶର ମୁକ୍ତ ବିହଙ୍ଗ ପରି ଉଡ଼ି ପାରୁଛେ। ସେହି ଜାତୀୟ ପତାକାର ତଳେ ଭାଇଚାରା ସମ୍ପର୍କ ବାନ୍ଧି ଆମେ ଛିଡ଼ା ହୋଇଛେ। ଆପଣମାନେ ଜାଣିଛନ୍ତି କି ତ୍ରିରଙ୍ଗା, ନାରଙ୍ଗୀ, ଧଳା ଓ ସବୁଜ ରଙ୍ଗର ପତାକାଟି ଆମ ଦେଶ ସ୍ୱାଧୀନ ହେବା ପୂର୍ବରୁ ହିଁ ଏହା ଜାତୀୟ ପତାକାର ସ୍ୱୀକୃତି ପ୍ରାପ୍ତ ହୋଇଥିଲା। 1947 ମସିହା ଜୁଲାଇ ମାସ 22 ତାରିଖରେ ଏହି ତ୍ରିରଙ୍ଗା ପତାକା ଜାତୀୟ ପତାକାର ପରିଚୟ ପାଇଥିଲା। ପ୍ରଥମେ 1921 ମସିହାରେ ପିଙ୍ଗଳି ଭେଙ୍କୟା ପ୍ରଥମେ ଏକ ପତାକା ତିଆରି କରିଥିଲେ, ଯେଉଁଥିରେ କେବଳ ଲାଲ ଓ ସବୁଜ ରଙ୍ଗର ଏହି ପତାକା ଥିଲା ଏବଂ ମଝିରେ ଏକ ଚରଖା ଚିହ୍ନ ରହିଥିଲା। ଏହାପରେ 1931 ମସିହାରେ ଏକ ସଂକଳ୍ପ ପାଳିତ କରାଯାଇ ଏହାକୁ ଗ୍ରହଣ କରାଗଲା, ଯେଉଁଥିରେ କମଳା, ଧଳା ଏବଂ ସବୁଜ ରଙ୍ଗକୁ ସ୍ଥାନିତ କରାଗଲା ଏବଂ ମଝିରେ ଚରଖା ଚିହ୍ନକୁ ରଖାଗଲା। 1947 ମସିହା ଜୁଲାଇ ମାସ 22 ତାରିଖରେ ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କର ଅଧ୍ୟକ୍ଷତାରେ ବସିଥିବା ସମ୍ବିଧାନରେ ପଣ୍ଡିତ ଜବାହରଲାଲ ନେହେରୁ ତ୍ରିରଙ୍ଗାକୁ ଜାତୀୟ ପତାକା ରୂପେ ଘୋଷଣା କରିଥିଲେ ଏବଂ ଚରଖା ପରିବର୍ତ୍ତେ ଏହି ସ୍ଥାନରେ ଅଶୋକ ଚିହ୍ନ ରଖାଯାଇଥିଲା। ସେହି ଅଶୋକ ଚିହ୍ନରେ 24ଟି ଅଖ ଲାଗିଥିବା ବେଳେ ଏହା ବିଭିନ୍ନ ଗୁଣଗୁଡ଼ିକୁ ମଧ୍ୟ ସୂଚାଉଥାଏ ଏବଂ ପତାକାର କମଳା ବା ନାରଙ୍ଗୀ ରଙ୍ଗ ଭାରତୀୟମାନଙ୍କର ସାହସ ଓ ତ୍ୟାଗକୁ ବୁଝାଇଥାଏ। ଧଳା ରଙ୍ଗ ଶାନ୍ତିର ପ୍ରତୀକକୁ ବୁଝାଇଥାଏ ଏବଂ ସବୁଜ ରଙ୍ଗ ଏହି ଧରିତ୍ରୀ ଶସ୍ୟ ଶ୍ୟାମଳାପୂର୍ଣ୍ଣ ଓ ସୁଖ ସମୃଦ୍ଧିର ପ୍ରତୀକକୁ ବୁଝାଇଥାଏ। ତେବେ ଆସନ୍ତୁ ଜାଣିବା ମଝିରେ ଥିବା ଅଶୋକ ଚକ୍ରରେ ଲାଗିଥିବା 24ଟି ଅରର ସଂକେତ କ'ଣ? ସମୟ, ଆରୋଗ୍ୟ, ଶାନ୍ତି, ତ୍ୟାଗ, ଶୀଳ, ସେବା, କ୍ଷମା, ପ୍ରେମ, ମୈତ୍ରୀ, ବନ୍ଧୁତ୍ୱ, ସଂଗଠନ, କଲ୍ୟାଣ, ସମୃଦ୍ଧି, ଉଦ୍ୟୋଗ, ସୁରକ୍ଷା, ନିୟମ, କ୍ଷମତା, ଅର୍ଥ, ନୀତି, ନ୍ୟାୟ, ସହକାର୍ଯ୍ୟ, କର୍ତ୍ତବ୍ୟ, ଅଧିକାର, ବୁଦ୍ଧିମତ୍ତା। ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ। ଦୟାପୂର୍ବକ ଭିଡ଼ିଓଟିକୁ ଗୋଟେ ଲାଇକ୍ କରିବା ସହ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ ମଧ୍ୟ କରିଦିଅନ୍ତୁ ଏବଂ ଅଧିକ ମାତ୍ରାରେ ସେୟାର କରନ୍ତୁ। ଜୟ ଜଗନ୍ନାଥ।